ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ନିୟମ ଅନୁଯାୟୀ 2023 ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି। ଏହାପରେ ବି ସେମାନେ ସରକାରୀ ସୁବିଧା ପାଉଛନ୍ତି, କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ସରକାର। ତେବେ ଜାଣିନିଅନ୍ତୁ ଗାଇଡଲାଇନ୍ କ'ଣ ରହିଛି, କେଉଁମାନଙ୍କ କଟିବ ରାସନ କାର୍ଡ। ଯେଉଁମାନଙ୍କର 4 ଚକିଆ ନିଜସ୍ୱ ଗାଡ଼ି ରହିଛି, ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଥିଲେ ମଧ୍ୟ ମିଳିବନି ଆଉ ରାସନ କାର୍ଡ। ଯଦି ଗାଁରେ 2 ଲକ୍ଷ ଓ ସହରରେ 3 ଲକ୍ଷରୁ ଅଧିକ ବାର୍ଷିକ ରୋଜଗାର କରୁଛନ୍ତି, ତେବେ ସେ ବ୍ୟକ୍ତିଙ୍କ ପରିବାରର ମଧ୍ୟ କଟିବ ରାସନ କାର୍ଡ। ଯେଉଁ ହିତାଧିକାରୀଙ୍କର ଫ୍ଲାଟ୍ କିମ୍ବା 100 ବର୍ଗ ମିଟରରୁ ଅଧିକ ଏରିଆରେ ଘର ଥିବ, ସେମାନଙ୍କର ମଧ୍ୟ କଟିବ ରାସନ କାର୍ଡ। ଯଦି ଏହି ନିୟମକୁ ଉଲ୍ଲଂଘନ କରି ଯେଉଁମାନେ ଜାଣିଶୁଣି ମଧ୍ୟ ଏହାପରେ ବି ରାସନ କାର୍ଡରେ ସରକାରୀ ଯୋଜନାର ଉପଭୋଗ କରୁଛନ୍ତି, ତେବେ ରାସନ କାର୍ଡ ନ ଫେରାଇଥିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର। ଖାଲି ସେତିକି ନୁହେଁ, ଯଦି ଧରାପଡ଼ୁଛନ୍ତି ତେବେ ଯେଉଁ ଦିନରୁ ସେମାନେ ରାସନ ନେଉଛନ୍ତି ସେମାନଙ୍କୁ ପ୍ରାରମ୍ଭରୁ ଫେରାଇବାକୁ ପଡ଼ିବ। ଏହା ଥିଲା ଫ୍ରେଣ୍ଡସ୍ ରାସନ କାର୍ଡ ବିଷୟରେ କିଛି ଆବଶ୍ୟକୀୟ ସୂଚନା। ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚୟ ଗୋଟିଏ ସବସ୍କ୍ରାଇବ୍ କରିବେ ଏବଂ ସେୟାର କରିବା ଭୁଲିବେନି, ଯାହାଦ୍ୱାରା ଅନେକ ଲୋକଙ୍କ ପାଖକୁ ସୂଚନା ପହଞ୍ଚି ଜାଣିପାରିବେ।